ସୁନ୍ଦରଗଡ଼ରେ ସୀମା ଟପିଲା ବାଲି ମାଫିଆଙ୍କ ଦାଦାଗିରି। ବାଲିଘାଟରେ ଖଣି ଅଧିକାରୀ ଓ ପୋଲିସକୁ ଆକ୍ରମଣ। 5ଟି ଚୋରା ବାଲିଗାଡ଼ି ଛଡ଼ାଇ ନେଲେ ମାଫିଆ। ଟାଉନ ଥାନାରେ କନିଷ୍ଠ ଖଣି ଅଧିକାରୀଙ୍କର ଏତଲା। ସୁନ୍ଦରଗଡ଼ ଇବ୍ ନଦୀ ଅମଲିପାଲି ବାଲିଘାଟରେ ଚଢ଼ାଉ ବେଳେ ଖଣି ଅଧିକାରୀ ଓ ପୋଲିସକୁ ଆକ୍ରମଣ କରିଛନ୍ତି ମାଫିଆ। ଚୋରା ବାଲି ବୋଝେଇ 6ଟି ଗାଡ଼ି ଜବତ କରି ଥାନାକୁ ଆଣୁଥିବା ବେଳେ ଅଟକାଇ ନିସ୍ତୁକ ପିଟିଲେ। ଜବତ ଗାଡ଼ି ମଧ୍ୟରୁ 5ଟି ଗାଡ଼ି ଜୋର କରି ଛଡ଼ାଇ ନେଲେ। ମାଡ଼ ପରେ ବି ମାଫିଆଙ୍କ ହାତରେ ଗୋଟିଏ ଗାଡ଼ି ଥାନାକୁ ନେଇ ଆସିଥିବା ସୂଚନା। କନିଷ୍ଠ ଖଣି ଅଧିକାରୀ ପହଞ୍ଚି ଟାଉନ ଥାନାରେ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁ କରି ମାଫିଆଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଦେଇଛି। ଇବ୍ ନଦୀ ଅମଲିପାଲି ଘାଟରୁ ବାଲି ଚୋରାଚାଲାଣ ହେଉଥିବା ସୂଚନା ପାଇ କନିଷ୍ଠ ଖଣି ଅଧିକାରୀ ଓ ଟାଉନ ଥାନା ପୋଲିସ ଘାଟରେ ଚଢ଼ାଉ କରିଥିଲେ। 6ଟି ଗାଡ଼ିରେ ବାଲି ବୋଝେଇ ହୋଇଥିଲା। ଚଢ଼ାଉକାରୀ ଦଳ ତୁରନ୍ତ ଗାଡ଼ିଗୁଡ଼ିକୁ ଜବତ କରିଥିଲେ। ଏହି ସମୟରେ ବାଲି ମାଫିଆମାନେ ଅଚାନକ ଖଣି ଅଧିକାରୀ ଓ ପୋଲିସ ଉପରେ ଆକ୍ରମଣ କରିଥିଲେ। ବ୍ୟୁରୋ ରିପୋର୍ଟ, NFTV।